ନକୁଳଙ୍କ ପରି ସହଦେବ ଲଜ୍ଜାଶୀଳ, ନମ୍ର କିନ୍ତୁ ସ୍ୱଳ୍ପଭାଷୀ। ଖୁବ୍ ଦରକାର ନ ପଡ଼ିଲେ ସେ କଥା କହନ୍ତି ନାହିଁ। କଥା କହିବାର ଆବଶ୍ୟକ କ'ଣ? ତାଙ୍କ ମଧୁର ଅଙ୍ଗରେ ତ କବିତାର ପଙ୍କ୍ତି ଲେଖା ଥାଏ। ଦୃଷ୍ଟିରେ ସ୍ୱପ୍ନ ନିଘଞ୍ଚ ହୋଇ ଅଭିସାର ରଚୁଥାଏ। ଗଭୀର ଗହନ ଭାବନାରେ ସେ ଅବିରତ ମଗ୍ନ ଥିଲେ ବି ତାଙ୍କୁ ଚାହିଁଦେଲେ ମନ ଭିତରେ କବିତାର ଛନ୍ଦପାତ ଶୁଭେ। ମୋତେ ଦେଖିବା ମାତ୍ରେ ଭାବୁକ ଦୃଷ୍ଟିରେ କବିତା ଫୁଟାଇ ସେ କିଛି ସମୟ ଚାହିଁ ରହିଲେ। ମୁଁ ଲଜ୍ଜାରେ ଜଡ଼ସଡ଼ ହୋଇ ବସିଥାଏ। ମୁଗ୍ଧ ବିଭୋର ଦୃଷ୍ଟିରେ ଅନେକ ସମୟ ମୋତେ ଚାହିଁ ଚାହିଁ ଉଦାସ ହୋଇଗଲେ ଏବଂ ଗଭୀର ଦୀର୍ଘଶ୍ୱାସ ଛାଡ଼ିଲେ। ମୁଁ ଚିନ୍ତାରେ ପଡ଼ିଯାଇ ଭାବିଲି, ସେ କ'ଣ ଶୋଚନାରେ ପଡ଼ିଛନ୍ତି? ତାଙ୍କ ଶୋଚନାର କାରଣ କ'ଣ? ସେ ତେବେ କିଛି କହୁନାହାନ୍ତି? ବାସର ଗୃହରେ ମୁଁ ପ୍ରଥମେ କଥା କହିବି। ସେ ମୁହଁ ଖୋଲିଲେ, କହିଲେ, କୃଷ୍ଣା, ଏ ପୃଥିବୀରେ ମଣିଷ ହିଁ ମୃତ୍ୟୁ ସଚେତନ ଏବଂ ଭବିଷ୍ୟତ ସଚେତନ। ତେଣୁ ସେ ଭୟ କରେ, ଦୁଶ୍ଚିନ୍ତା କରେ, ସ୍ୱପ୍ନ ଦେଖେ, ଭବିଷ୍ୟତର କଳ୍ପନାରେ ସୁଖ ପାଏ, ଦୁଃଖ ବି ଭୋଗେ। ପଶୁର ଭବିଷ୍ୟତ ଚିନ୍ତା ନାହିଁ। ବର୍ତ୍ତମାନ ହିଁ ତାର ସର୍ବଶ୍ରେଷ୍ଠ ମୁହୂର୍ତ୍ତ। ପଶୁଠାରୁ ମନୁଷ୍ୟର ତଫାତ୍ ଏତିକି ଯେ ମନୁଷ୍ୟ ଭବିଷ୍ୟତ ଯୋଜନାରେ ପାପ କରେ, ପୁଣ୍ୟ ବି କରେ। ଭବିଷ୍ୟତ ସମ୍ପର୍କରେ ମନୁଷ୍ୟ ମନରେ ଆଦିମ କାଳରୁ ଅଦମ୍ୟ କୌତୂହଳ ଓ ଉଦ୍ବେଗ। ତମର ଭବିଷ୍ୟତ ମୋ ଆଖି ଆଗରେ ଚିତ୍ରିତ ହୋଇଥିଲା ସ୍ୱୟଂବର ସଭାରେ ତମକୁ ଦେଖିବା ପରେ। ତମର ଭବିଷ୍ୟତ ଏତେ ରୋମାଞ୍ଚକର ଯେ ସେଥିସହ ନିଜକୁ ଅଂଶୀଦାର କରିବା ପାଇଁ ମନରେ ସେଦିନ ଜାଗିଥିଲା ପ୍ରଲୋଭନ। ଆମେ ହସ୍ତିନାପୁରର ରାଜକୁମାର ହେଲେ ମଧ୍ୟ ଆଜି ପରୀକ୍ଷାର ସମ୍ମୁଖୀନ। ଆମମାନଙ୍କର ଜୀବନ ସହ ତମକୁ ଛନ୍ଦିଦେବା ପଛରେ ଗୋବିନ୍ଦଙ୍କର କି ଇଚ୍ଛା ଅଛି ତାହା ତାଙ୍କ ବ୍ୟତୀତ ଆଉ କିଏ ଜାଣିବ? ତେବେ ମୁଁ ଏତିକି ବୁଝିପାରିଛି ଯେ ଆମ ଜୀବନର ବନ୍ଧୁର ପଥରେ ତମେ ଉପଯୁକ୍ତ ସହଧର୍ମିଣୀ ହୋଇପାରିବ। ସେତିକି ଜାଣିବା ଫଳରେ ତମକୁ ଲାଭ କରିବାର ଯେଉଁ ଅଦମ୍ୟ ଇଚ୍ଛା ହେଲା ମନରେ, ତାହା ପୂର୍ଣ୍ଣ ହୋଇଛି। ମାତ୍ର ଗୋଟିଏ କଥା ମନେ ରଖିବ, ମୁଁ କାହାରିକୁ କିଛି ମନ ଖୋଲି କହେ ନାହିଁ। ତାର କାରଣ, ପିଲାଦିନରେ ମୁଁ ଭାରି ଅଭିମାନୀ ହୋଇପଡ଼ିଛି। ମାତା ମାଦ୍ରୀଙ୍କର ଆମେ ଯମଜ ସନ୍ତାନ। ନକୁଳ ମୋଠାରୁ ସୁନ୍ଦର, ଚପଳ ଏବଂ ଶକ୍ତିଶାଳୀ ହୋଇଥିବାରୁ ସବୁ କଥାରେ ମୋତେ ପଛରେ ପକାଇ ନିଜେ ସବୁ ହାସଲ କରିନିଏ। ଏପରିକି ପିତାମାତାଙ୍କ ସ୍ନେହ ପାଇବାରେ ମଧ୍ୟ ମୁଁ ପଛରେ ପଡ଼ିଯାଏ। ବାଲ୍ୟ ଅବସ୍ଥାରେ ପିତାମାତାଙ୍କୁ ହରାଇଲୁ। ତାପରେ ସେ ସ୍ଥାନ ପୂରଣ କଲେ ମାତା କୁନ୍ତୀ। ମୁଁ ପିଲାଦିନରୁ ଚୁପଚାପ ସ୍ୱଭାବ ହୋଇଥିବାରୁ ମୋର କ'ଣ ଅଭାବ, ମୁଁ କ'ଣ ଭଲ ପାଏ, କେହି ଜାଣନ୍ତି ନାହିଁ। ମାତା କୁନ୍ତୀଙ୍କୁ ଭୀମସେନ ଏକା ଏତେ ବେଶୀ ବ୍ୟସ୍ତ କରେ ଯେ ତାଙ୍କୁ ଅଧିକ ବିବ୍ରତ କରିବା ପାଇଁ ବିବେକ ବାଧା ଦିଏ। ତେଣୁ ଯେତେବେଳେ ଯାହା ମିଳିଲା ସେତିକି ନେଇ ମୁଁ ସନ୍ତୁଷ୍ଟ ରହେ। ତମେ ମୋର ପତ୍ନୀ, କେବଳ ମୋର ନୁହେଁ, ଅନ୍ୟ 4 ଭାଇଙ୍କର ମଧ୍ୟ ତମ ଉପରେ ସମାନ ଅଧିକାର। କିନ୍ତୁ ଜୋର ଜାର ମୁଲକତାର ନୀତିରେ ସମସ୍ତେ ଯଦି ତମର ସ୍ନେହ ଶ୍ରଦ୍ଧା, ଆଦର ଯତ୍ନ, ସାନ୍ନିଧ୍ୟ ପାଇବାରେ ମୋତେ ପଛରେ ପକାଇ ଦିଅନ୍ତେ, ମନେ ରଖ, ମୁଁ ତୁମକୁ ଦୋଷ ଦେବି ନାହିଁ। ଜୋର କରି ମୋର ଦାବି ସାବ୍ୟସ୍ତ ମଧ୍ୟ କରିବି ନାହିଁ। ଯେତିକି ପାଇବି ସେତିକିରେ ସନ୍ତୁଷ୍ଟ ରହିବା ମୋର ନୀତି। କିନ୍ତୁ ସ୍ୱାମୀର ଅନ୍ତର କଥା ବୁଝିବା ସ୍ତ୍ରୀର କର୍ତ୍ତବ୍ୟ। ତମର କର୍ତ୍ତବ୍ୟ ତମେ ଠିକ୍ ଭାବରେ କଲେ ମୋତେ ମୁହଁ ଖୋଲି କହିବାକୁ କିଛି ପଡ଼ିବ କାହିଁକି? ମୁଁ ନୀରବରେ ବସିଥାଏ ଏବଂ ଭାବୁଥାଏ, ମୋ ଠାରେ ଏତେ ଗୁଡ଼ିଏ ଗୁଣ ଈଶ୍ୱର କାହିଁକି ଦେଲେ, ଯାହା ଯୋଗୁଁ 5 ଭାଇ ଯାକ ନିଜ ନିଜର ରୁଚି ଓ ପସନ୍ଦ ମୋରି ଭିତରେ ହିଁ ଖୋଜି ପାଇଲେ। ମୁଁ ସମସ୍ତଙ୍କୁ ସମ୍ପୂର୍ଣ୍ଣ ଭାବରେ ସନ୍ତୁଷ୍ଟ କରିପାରିବି ତ? ସଂସାରରେ କେହି ସମସ୍ତଙ୍କୁ ସନ୍ତୁଷ୍ଟ କରିପାରେ ନାହିଁ। ଏପରିକି ଈଶ୍ୱର ମଧ୍ୟ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରନ୍ତି ନାହିଁ। ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ କେହି ମଧ୍ୟ ସନ୍ତୁଷ୍ଟ ହୁଅନ୍ତି ନାହିଁ ଏବଂ ନିଜ ମନ ମଧ୍ୟରେ ଅସନ୍ତୋଷରେ ଭାରାକ୍ରାନ୍ତ ହେବାର ଦୃଷ୍ଟତା ରହିଛି। ଏସବୁ କଥା ଭାବିଦେବା ମାତ୍ରେ ନିଜ ଉପରୁ ବିଶ୍ୱାସ ହରାଇଦେବା ଭଳି ଅନୁଭବ କଲି। ବିପନ୍ନ ଓ ଅସହାୟ ଲାଗିଲା ନିଜକୁ।
ମନେ ମନେ ଆଶ୍ରା ଖୋଜିଲି। କିଏ ଭରସା ହେବ? ଅକସ୍ମାତ୍ ଯିଏ ସ୍ମରଣକୁ ଆସିଲେ ସେ ତ ନାଟକର ଗୋବର୍ଦ୍ଧନ। ମନେ ମନେ କହିଲି, ଗୋବିନ୍ଦ, ମୋ ଜୀବନକୁ ପ୍ରହସନରେ ପରିଣତ କରି ତମେ ଯଦି ସୁଖୀ ହୁଅ ତେବେ ମୁଁ ମଧ୍ୟ ସୁଖୀ ହେବି, କାରଣ ତମେ ମୋ ସ୍ୱାମୀଙ୍କର ପ୍ରିୟ ସଖା। ତମେ ସୁଖୀ ହେଲେ ମୋ ସ୍ୱାମୀ ସୁଖୀ ହେବେ, ସେତିକି ତ ମୋ ଜୀବନର ସାର୍ଥକତା।